श्री गणेशाय नमः। ओं नमो भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमः वन्दे परमानन्दमाधवं। निगम कल्पतरुगलितं फलं सुखमुखादमृतदर्शनयुतं पीतव भागवत रसमलय मुहुरहरसिका भुवि भावुका। भागवत महापुराण प्रथम स्कंद एकादश अध्याय। चैनल रे जदि नुआ अछंती चैनल को सब्सक्राइब करी बेल आइकन को प्रेस करी दियंतु। प्रतिदिन संध्या 6टारे भागवत श्रवण करंतु। आशा करुची गोटिए अध्याय संपन्न करिवे। तेबे आसंतु आरंभ करिबा। श्रीसुत उवाच सूत कहन्ति सावधाने शुण सकल मुनिजने एमन्ते निज राज्य हरि मिलिले शंख नाद करी से 5 जन्य शंख शब्द हरिला प्रजांक विषाद से नाद स्तुरे जेते दूरे जन्म मरण पाप हरे से नाद स्तुरे घन घन शुणी सकल प्रजाजन धामती परमहर से कृष्णर दर्शन लालसे विविध उपायन हस्ते मिलिले गोविंद ग्रते रवि समीपे दीपपंती दिवसे जे सने दिशन्ति से हरि परिपूर्ण काम आत्मा प्रकाशे आत्मा राम तार निकटे रूढ़ होई सकले सिरे कर देई बालक पिता आगमने हरसे हुई जे सने आनंदे कृष्ण मुख चाही कहती सिरे कर देई भोनाथ परम कारण तोहर अभय चरण शिव बीरंसी आदि देवे नित्य भजंती आत्मा लाभे सेहि त आत्मार कल्याण तापादे ध्यान नारायण से काल जगत संहारे तोहर सेवक न पारे तू आम्ब पिता माता पति सर्वसंकल्प क्षमा गति परम गुरु जे दैवत सुदुहद प्राय बंधुसूत तो बिनु न जाणु त किछि तू देव सर्व शांति साखी अनाथ नाथ तू आम्भर देव मानवे अगचर तोर वदन नारायण प्रेम तृषित निरीक्षण से सुख घेनी जेते बेले कुरुनगरे बंधु मेले इच्छारे कलु तू गमन तोते न देखी आम्भ मन त क्षणक कोटि जुगमणु दिवस रजनी न गणु कोटि नयन जंतु बही कि करी रवि जेने नाही तोहर प्रसन्न बदन अखिल ताप विमोचन चिर प्रवासे तान देखी
ଆମ୍ଭନ ଆମ୍ଭ ଜୀବନ ବଡ଼ ଦୁଃଖୀ। ଏମନ୍ତ ଜନମୁଖୁ ଶୁଣି ଆନନ୍ଦ ପ୍ରଭୁ ଚକ୍ରପାଣି। ଅମୃତ ଲୋଚନେ ଅନାଇ ପୁରେ ପ୍ରବେଶ ଭାବଗ୍ରାହୀ। ଯାଦବ ସାତ ବଂଶ ମିଳି ସବଦେ ପୁରେ ମହି ଚଳି। ମତ ମାତଙ୍ଗ ଅସରଖ ରଥ ମଣ୍ଡିଣି ଅଳଙ୍କାର। ପଦାତି ବଳ ଅପ୍ରମିତ ମାଧନ୍ତି ବୀର ଯୁଥ ଯୁଥ। ଚଳନ୍ତେ ଚତୁରଙ୍ଗ ବଳ ପାତଳେ କମ୍ପେ ନାଗକୁଳ। ସକଳ ବୃକ୍ଷେ ପୁଷ୍ପ ଫଳ ଆଶ୍ରମ ଲତା ଦ୍ରୁମ ମେଳ। ଆମ୍ବ କଦଳୀ ନାନା ବର୍ଣ୍ଣ ଜଳେ କ୍ରୀଡ଼ନ୍ତି ବିହଙ୍ଗମ। ତୋରଣ ପୁର ଦ୍ୱାର ମାର୍ଗେ ଉଚ୍ଚେ ବନ୍ଦନ ନବରଙ୍ଗେ। ଧ୍ୱଜ ପତାକା ଛତ୍ର ଶୋହେ ସୁନ୍ଦର ପଥ ମନ ମୋହେ। ମାର୍ଜନା କରି ଯେଝା ପୁରୀ ଲତା କୁସୁମ ଗନ୍ଧ ବାରି। ପୂର୍ଣ୍ଣ କଳସ ଧୂପ ଦୀପେ ଜୟ ଶବଦ ନାନା ରୂପେ। କୃଷ୍ଣର ଆଗମନ ଜାଣି ସକଳ ଦିଜେ ଦେବ ବେଦ ଭଣି। ରାମ ଅକ୍ରୂର ଅଗ୍ରେସନ କୃଷ୍ଣର ଯେତେକ ନନ୍ଦନ। ହରଷେ ଉପୁଜିଲା ମନ ଉପେକ୍ଷି ଶୟନ ଭୋଜନ। ଉତ୍ତମ ହସ୍ତୀ ସଜ କରି ଯାଦବେ ମଙ୍ଗଳ ଉଚାରି। ମଙ୍ଗଳ ବେଦ ମାର୍ଗେ ସ୍ତୁରେ ମାର୍ଗେ ଚଳିଲେ ବିପ୍ରବରେ। ଶଙ୍ଖ ମହୁରୀ ଭେରି ତୁରୀ ଯେ ବାଦ୍ୟ ମଙ୍ଗଳ ଉଚାରି। ଏମନ୍ତେ ପୁର ଜନେ ପଥେ ଆନନ୍ଦେ ମିଳିଲେ ସମସ୍ତେ। ସତେ ସହସ୍ର ବାରାଙ୍ଗନା ଯେ ରୂପେ ଜଗତ ମୋହନା। କୁଣ୍ଡଳ ଲମ୍ବିତ ଶ୍ରବଣେ ନୂପୁର ବାଜଇ ଚରଣେ। ସୁନ୍ଦର ପଙ୍କଜ ଲୋଚନ ନୟନେ ପୂରିତ ଅଞ୍ଜନ। ଅଳକା ତିଳକ କୁସୁମ ଦେବଦାନବେ ମନୋରମ। ନର୍ତ୍ତକୀ ବନ୍ଦୀଗଣ ସୁତେ ଆଗେ ଚଳନ୍ତି ଯୁଥେ ଯୁଥେ। କୃଷ୍ଣର ଅଦ୍ଭୁତ ଚରିତ ମଙ୍ଗଳ କଲେ ବାଦ୍ୟ ଗୀତ। ଚଳିଲେ କୃଷ୍ଣ ଶ୍ରୀକୃଷ୍ଣର ପାଶେ ସକଳେ ପରମ ହରଷେ। ଗୋବିନ୍ଦ ଦେଖି ପୁରଜନ ତକ୍ଷଣେ ଉପେକ୍ଷି ଶୟନ। ଯେ ହରି ସର୍ବଗୁଣ ନିଧି ବନ୍ଧୁ ପୂଜିଲେ ଯଥାବିଧି। ତାହାଙ୍କୁ କରି ନମସ୍କାର ଆନନ୍ଦେ ଧରି କରେ କର। କାହାକୁ କଲେ ଆଲିଙ୍ଗନ କାହାକୁ ଦିଅନ୍ତି ଚୁମ୍ବନ। କାହାକୁ ମନ୍ଦ ହାସେ ଚାହିଁ ଭାବେ ତୋଷିଲେ ଭାବଗ୍ରାହୀ। ଆଶ୍ୱାସ କରି ପୁରଜନେ ତୋଷିଲେ ବିପ୍ର ଜନଧନେ। ଚଣ୍ଡାଳୁ ବ୍ରହ୍ମ ଯାଏ ପୂଜା କରି ତୋଷିଲେ ଦେବରାଜା। କୁଳ ପୂଜିତ ଜ୍ଞାନ ବୃଦ୍ଧ କୃଷ୍ଣକୁ କରି ଆଶୀର୍ବାଦ। ପୁରେ ପ୍ରବେଶ ଜନାର୍ଦ୍ଦନ ଦ୍ୱାରକାପୁରେ ବନ୍ଧୁଜନ। ତକ୍ଷଣେ ଗଲା ଦୂର କରି ଆରୋହୀ ଅଟ୍ଟାଳି ପାଚେରି। ନାନା ମଙ୍ଗଳ ନିଜ ପୁରେ କୃଷ୍ଣ ବଦନ ନିରନ୍ତରେ। ଦେଖି ସନ୍ତୋଷ ହୋଇ ମନେ ଅମର ଯେହ୍ନେ ସାଧୁ ପାନେ।
ଲକ୍ଷ୍ମୀ ନିର୍ମାଣ ଯାର ଅଙ୍ଗ, କେଲଭି ପାରେ ତାର ସଙ୍ଗ। ସାଧୁ ସୁପୁଣ୍ୟ ଯାର ଗାତ୍ରେ, ପ୍ରାଣୀ ଲୋଚନ ଜ୍ଞାନ ମାତ୍ରେ। ଯାହାର ଚାରି ଭୁଜ ତୁଲେ, ବାସବା ଆଦି ଦିଗ ପାଳେ। ଯାହାର ଅଭୟ ଚରଣ, ଭକ୍ତଜନଙ୍କର ଶରଣ। ଧବଳ ଛତ୍ର କେବା ଧରେ, କେବା ଚାମଚ ବିଞ୍ଚେ କରେ। ଜୟ ଶବଦ କେ କରନ୍ତି, କେବା କୁସୁମ ବରସନ୍ତି। ରଥେ ଗୋବିନ୍ଦ ତନୁ ଶୋଭା, କି ଉପମା ଭେଦେବା। ହୃଦୟେ ଲମ୍ବେ ବନମାଳ, ଶ୍ରବଣେ ମକର କୁଣ୍ଡଳ। ପୀତବସନ ମଧ୍ୟଭାଗେ, ଯେହ୍ନେ ବିଜୁଳି ନୀଳ ମେଘେ। ଅର୍କଶ ଶାଙ୍କ ଚକ୍ରଚାପ, ଶୋଭାବେ ନିକାଞ୍ଚନ ରୂପ। ପୁରେ ପ୍ରବେଶ ବ୍ରହ୍ମରାଶି, ତକ୍ଷଣେ ମାତୃଗଣେ ଆସି। ଆନନ୍ଦେ କଲେ ଆଲିଙ୍ଗନ, କୃଷ୍ଣଙ୍କୁ କରିଣ କଲ୍ୟାଣ। ଦେବକୀ ଆଦି ପିତୃନାରୀ, ଚରଣେ ନମିଲେ ମୁରାରି। ସକଳ ମାତୃଗଣ ମିଳି, କୋଳେ ବସାଇ ବନମାଳି। ଅତ୍ୟନ୍ତ ପୁତ୍ର ସ୍ନେହ ଭରେ, କ୍ଷୀର ସବଇ ଅପ୍ରଧରେ। ଅତି ଆନନ୍ଦେ ଅଶ୍ରୁ ନେତ୍ରେ, ପୁଲକେ ରୋମ ପନ୍ତି ଗାତ୍ରେ। ମାତୃଗଣଙ୍କୁ ସଙ୍ଗେ ହରି, ନିଜ ଭୁବନେ ବିଜେ କରି। 16,000 ନାରୀଙ୍କର, ବିରାଜେ ରତ୍ନମୟପୁର। ସକଳ କାମନା ଆରାମ, ଯହିଁ ବିଜୟ ପୁଣ୍ୟ କାମ। ମାୟାର ବଳେ ବନମାଳି, ପତ୍ନୀ ଭୁବନେ ବିଜେ କରି। ଅଷ୍ଟଧିକ ଶତେ ନାରୀ, 16,000 ପାରିବାରି। ପଶିଲେ ଏତେ ରୂପ ହୋଇ, ହାସ୍ୟ କଟାକ୍ଷେ ମନ ମୋହି। ଭବନେ ଦେଖି ନିଜ ପତି, ସମ୍ଭ୍ରମେ ସକଳ ଯୁବତୀ। ପରେ ଗୋବିନ୍ଦ ମୁଖ ଦେଖି, ନିର୍ମଳ କଲେ ବେନି ଆଖି। ଅନ୍ତରେ ସ୍ୱାମୀ ରୂପ ଧରି, ନିବିଡ଼େ ଆଲିଙ୍ଗନ କରି। ଶୋଭାବେ ଲଜ୍ଜିତ ବଦନ, ଲୋତକେ ପୂରିତ ନୟନ। ବିଷ୍ଣୁଙ୍କୁ ପାଇ ଏକ ଚିତ୍ତେ, ତଥାପି କୃଷ୍ଣ ପାଦଗ୍ରତେ। ଅତି ପୀରତି ନବ ନବ, ସ୍ୱାମୀ ଚରଣେ କଲେ ଭାବ। ପତିଙ୍କ ପାଦ ସେବା କଲେ, କେ ତାହା ଛାଡ଼ି ପାରେ ଭଲେ। ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା, ସେହି ନ ଛାଡ଼େ ପ୍ରତିବେଳା। ଏହି ପ୍ରକାରେ ନରହରି, ବଳେ ଧରଣୀ ଭାରା ହରି। 10 ଆୟୁତ ରାଜଗଣେ, ଉଭାରି ସଂହାରିଲେ ରଣେ। କଳି ଭିଆଇ ନାରାୟଣ, ଅନଳ ଯେହ୍ନେ ସମୀରଣ। ନାସିଲା ଅହଙ୍କାର କ୍ରୋଧେ, ବିମାନେ ବସି ନାରାୟୋଧେ। ସ୍ୱମାୟା ବଳେ ନରହରି, ମନୁଷ୍ୟ ଦେହେ ଅବତରି। ଅଜ୍ଞାନୀ ଯେହ୍ନେ ଗୃହେ ରହି, ବଞ୍ଚଇ ଭାର୍ଯ୍ୟା ରତ ହୋଇ। ପତ୍ନୀର ନାନା ପ୍ରେମ ରଙ୍ଗେ, ଯତ୍ନିତ ମୋହିତ ଅନଙ୍ଗେ। କୃଷ୍ଣର ଯେତେ ନାରୀଗଣ, ସୁନ୍ଦରେ ମୋହନ୍ତି ମଦନ। ସ୍ୱଭାବେ ପ୍ରେମ ଛନ୍ଦ ରସେ, ନିତେ ସେବନ୍ତି କୃଷ୍ଣ ପାଶେ। ବିବିଧ ଆଲିଙ୍ଗନ ଦେଇ, ଯାମନ ନ ପାରିଲେ ମୋହି। ଏ ଜୀବ ଲୋକ କାହୁଁ ଜାଣେ, ଆପଣା ତୁଲ୍ୟ କରି ମଣେ। କାହୁଁ ପାରିବ ବଶ କରି, ନିର୍ଲୋପ ପ୍ରଭୁ ନରହରି।
ସେ ହରି ଶ୍ରୀପଦ୍ମଚରଣ ସୁଜନେ ଚିନ୍ତନୁକ୍ଷଣ କହଇ ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟା वयासिक्यां प्रथमस्कन्धे श्रीकृष्णद्वारिका प्रवेशे नाम एकादशोऽध्याय। ॐ नमो भगवते वासुदेवाय।